सोयाबीन बड़ी बा मेल मेकर देह ପାଇଁ बहुत ही हितकर ହେଇଥାଏ ପ୍ରୋଟିନ ରେ भरपूर ହେଇଥାଏ। ଆପଣ ମାନେ ତ ସବୁବେଳେ ତରକାରୀ ବନଉଥିବେ ଥରେ ଏମିତି ସୋୟାରେ କିମା ବନେଇକି ଖାଇକି ଦେଖନ୍ତୁ। ଯୋଉମାନେ ଭେଜିଟେରିଆନ ତାଙ୍କୁ ତ ବହୁତ ଭଲ ଲାଗିବ ଆଉ ଯୋଉମାନେ ନନ ଭେଜିଟେରିଆନ ସେମାନଙ୍କୁ ବି ଭାରି ପସନ୍ଦ ଆସିବ। ସେ ରୁଟି ହଉ କିମ୍ବା ପରଟା ପୁରୀ ସବୁଥିରେ ଖାଇବା ପାଇଁ ବହୁତ ହି ବଢିଆ ଲାଗିଥାଏ। ବହୁତ କମ ସମୟରେ ବନି ଯାଇଥାଏ ଆଉ ହିତକର ମଧ୍ୟ ହେଇଥାଏ। ଆପଣ ଯଦି କେବେ ବନେଇ ନାହାନ୍ତି ଥରେ ଟିକେ ଟ୍ରାଏ କରିକି ଦେଖନ୍ତୁ ଆଉ ଯଦି କେବେ ବନେଇଛନ୍ତି ଥରେ ଏଇ ଷ୍ଟାଇଲରେ ବନେଇକି ଖାଇକି ଦେଖନ୍ତୁ। ଆଉ ରେସିପି ପସନ୍ଦ ଆସିଲେ ଯିବା ଆଗରୁ ଗୋଟେ ଲାଇକ୍ କରିଦେବେ, ଫ୍ରେଣ୍ଡ ଫ୍ୟାମିଲି ମେମ୍ବରଙ୍କ ସହିତ ସେୟାର କରିଦେବେ, ନୂଆ ଆସିଥିବେ ଯୋଉମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ। ଚାଲନ୍ତୁ ଡେରି ନ କରି ରେସିପି ଆରମ୍ଭ କରିବା। এই রেসিপিটিକୁ ବନେଇବା ପାଇଁ ପ୍ରଥମେ ତ ଦରକାର ସୋୟାବିନ ବଡ଼ି ବା ମିଲ୍ ମେକର। ଆପଣ ଛୋଟ ସାଇଜ କିମ୍ବା ବଡ଼ ସାଇଜ ଯାହା ବି ନେଇପାରିବେ କିନ୍ତୁ ଯେତିକ ବନେଇବେ ସେଇ ହିସାବରେ ସୋୟାବିନ ବଡ଼ି ନେଇଯିବେ। ସୋୟାବିନ ବଡ଼ିକୁ ସଫ୍ଟ କରିବା ପାଇଁ କିନା ଗରମ ପାଣିରେ ଭିଜେଇକି ଆପଣ ଅଧଘଣ୍ଟା ରଖିପାରିବେ। କିନ୍ତୁ ମୁଁ ଆଜି ଜଲ୍ଦି କରିବା ପାଇଁ କିନା ଗ୍ୟାସ୍ ଅନ୍ କରିକି ଗୋଟେ କଢ଼େଇ ବସେଇ ନେଇଛି। ସେଇଥିରେ ମୁଁ ଦେଇଦେଉଛି ପାଣି ଆଉ ପାଣି ଟିକେ ଗରମ ହେଲା ପରେ ସୋୟାବିନ ବଡ଼ିକୁ ଦେଇକି ଗୋଟେ ଫୁଟା ଆସିବା ପର୍ଯ୍ୟନ୍ତ ଛାଡ଼ିଦେବି। ଏମିତି କଲେ ଜଲ୍ଦି ସଫ୍ଟ ହେଇଯାଇଥାଏ ଆଉ କମ ସମୟ ମଧ୍ୟ ଲାଗିଥାଏ। ଆଉ ଏଠି ଦେଖନ୍ତୁ ଫୁଟି ଆସିଲାଣି ଆଉ ସୋୟାବିନ ବଡ଼ି ବଢ଼ିଆ ସଫ୍ଟ ହେଇ ଆସିଲାଣି। ଏବେ ଏକୁ ଗୋଟେ ଜାଲିକୁ ଛାଣିଦେବି ଆଉ ତାର ଏକ୍ସଟ୍ରା ପାଣି ଗୁଡ଼ାକ ବାହାର କରିନେବି। ତାପରେ ଉପରୁ ଥଣ୍ଡା ପାଣି ଦେଇକି ଏକୁ 2 ରୁ 3 ଥର ଧୋଇଦେବି, ଯାହାଦ୍ୱାରା କି ବହୁତ ହି ବଢ଼ିଆ ଭାବରେ ଥଣ୍ଡା ହେଇଯିବ ଆଉ ହାତରେ ଭଲ କି ଚିପୁଡ଼ି ହବ। ଏଠି ସବୁ ଭଲ ଭାବରେ ପାଣି ଚିପୁଡ଼ିକି ବାହାର କରିନେବି। ଯେତେ ଭଲ ଭାବରେ ଚିପୁଡ଼ିକି ଶୁଖିଲା କରିନେବେ ସେତେ ଭଲ ହବ ଆଗକୁ ବନେଇବା ପାଇଁ କିନା। ଏଠି ଦେଖନ୍ତୁ କାଢ଼ି ନେଇଛି ପାଣି। ଏବେ ଗ୍ୟାସ୍ ଉପରେ ବସେଇ ନେଇଛି କଢ଼େଇ ଆଉ କଢ଼େଇରେ ଏବେ ଦେଇଦେବି ଅଳ୍ପ ଟିକେ ତେଲ, ସୋରିଷ ତେଲ ବ୍ୟବହାର କରିଛି, ଆପଣ ଯେକୌଣସି ତେଲରେ ବନେଇ ପାରିବେ। ଆଉ ତାପରେ ସୋୟାବିନ ବଡ଼ିକୁ ଦେଇକିନା ହଳଦୀ ଲୁଣ ଦେଇକି ଅଳ୍ପ ହାଲକା ମାନେ ଯେମିତି ଯାହାବି ଆଉ ଏକ୍ସଟ୍ରା ପାଣି ଅଛି ସେଟା ଯେମିତି ଶୁଖିଯିବ ଆଉ ଟିକେ ବସ୍ ହାଲକା ଭାଜି ହେଇଯିବ ସେତିକି ବସ୍ ଭାଜିବି। ଏଇଟା ତରକାରୀ କରିବା ପାଇଁ ଆମେ ଯେମିତି ପୁରା ଷ୍ଟ୍ରଙ୍ଗଲି ଭାଜନ୍ତି ସେଇଭଳିଆ ଆପଣ ଭାଜିବେନି, ହାଲକା ଖାଲି ଭାଜିବେ। ଆଉ ଆପଣ ଚାହିଁଲେ ଏମିତି କଞ୍ଚାରୁ ମଧ୍ୟ ବନେଇ ପାରିବେ, ଯେମିତି ପାଣି ଚିପୁଡ଼ି ସାରିଲା ପରେ ଆପଣ ତାକୁ କିମା ବନେଇ ପାରିବେ। କିନ୍ତୁ ମୁଁ ଏଇ ଷ୍ଟେପଟା ହଳଦୀ ଲୁଣ ଦେଇକି ଟିକେ ହାଲକା ଭାଜି ନେଲେ ତା ଟେଷ୍ଟଟା ଅଧିକ ଭଲ ଲାଗିଥାଏ, କଞ୍ଚା କଞ୍ଚା ଲାଗିନଥାଏ ଆଉ ସୋୟାବିନର ସ୍ମେଲଟା ବି ଆସିନଥାଏ ଆଉ କଲର୍ ମଧ୍ୟ ବହୁତ ହି ବଢ଼ିଆ ଆସିଥାଏ। ତେଣୁ ଆପଣଙ୍କ ଚଏସ୍, ଆପଣ ଖାଲି ବନେଇ ପାରିବେ ନାହିଁ ତ ଏମିତି ଭାଜିକି ବନେଇ ପାରିବେ। ଏଠି କିମା ବନେଇବା ପାଇଁ ମୁଁ ଚପରର ବ୍ୟବହାର କରିବି। ଆପଣଙ୍କ ଘରେ ଯଦି ଏମିତି ଚପର ନଥିବ ତାହେଲେ ଆପଣ ଗ୍ରାଇଣ୍ଡିଙ୍ଗ ଜାର୍ ନେଇଯିବେ। ଗ୍ରାଇଣ୍ଡିଙ୍ଗ ଜାର୍ରେ ଦେଇକିନା ସୋୟାବିନ ବଡ଼ିକୁ ପଲ୍ସ ମୋଡ଼ରେ ମାନେ ଗ୍ରାଇଣ୍ଡର ଚଲେଇବେ ବନ୍ଦ କରିବେ, ଚଲେଇବେ ବନ୍ଦ କରିବେ, କେବଳ ମାନେ ସେକେଣ୍ଡ ପାଇଁ ଚଲେଇବେ ବନ୍ଦ କରିବେ। ଏଇଭଳି ଭାବରେ 2 ଥର ଆପଣ ଚଲେଇ ନେବେ, ଦେଖିବେ ବହୁତ ହି ବଢ଼ିଆ କିମା ବନିଯିବ। ଆଉ ଟେଷ୍ଟରେ କିଛି ବି ଫରକ ଆସିନଥାଏ, ଆପଣ ଚପର ବ୍ୟବହାର କରନ୍ତୁ କିମ୍ବା ଗ୍ରାଇଣ୍ଡିଙ୍ଗ ଜାର୍, କେବଳ ଏମିତିକା ଖଦଡ଼ା ହବାର ଅଛି। ମୋ ପାଖରେ ଏଇଟା ଥିଲା ତ ମୁଁ ଏଟାର ବ୍ୟବହାର କରିନେଉଛି। ଦେଖନ୍ତୁ এইଭଳି ଭାବରେ ମୁଁ ଏଠି ସବୁ କିମା ବନେଇ ନେଇଛି। ଚାଲନ୍ତି ଯିବା ଏବେ ନେକ୍ସଟ ପ୍ରୋସେସକୁ। ତାପରେ ଗ୍ୟାସ୍ ଉପରେ ବସେଇ ନେଇଛି ଗୋଟେ କଢ଼େଇ। ଏବେ ଦେଇଦେବି ଆବଶ୍ୟକ ମୁତାବକ ତେଲ, ସୋରିଷ ତେଲ ନେଉଛି, ଆପଣ ଯେକୌଣସି ତେଲରେ ବନେଇ ପାରିବେ। ଆଉ ଏଠି ନେଇଯାଇଛି ଗୋଟେ ତେଜପତ୍ର, ଗୋଟେ ଡାଲଚିନି ଆଉ ଗୋଟେ ଗୁଜୁରାତି ଆଉ ଗୋଟେ ଚାମଚ ଜିରା। ୟା ଛଡ଼ା ଆପଣ ଯେକୌଣସି ଅଲଗା ଗୋଟା ଗରମ ମସଲା ପକେଇ ପାରିବେ। ମୋତେ ଯେଉଁଟା ପସନ୍ଦ ମୁଁ ସେଇଟା ହିଁ ନେଇଛି ଏଠି। ଆଉ ଏଠି ମୁଁ ତେଲରେ ଟିକେ ଚଟକିକି ଟିକେ ହାଲକା ଭାଜି ହେବା ପର୍ଯ୍ୟନ୍ତ ତାକୁ ଭାଜି ନେବି। ଏସବୁ ହାଲକା ଟିକେ ଲୋ ଫ୍ଲେମ୍ରେ ଭାଜି ହେଇଗଲା ପରେ ଏବେ ଏଥିରେ ଦେଇଦେବି 2ଟି ବଡ଼ ସାଇଜ୍ର ପିଆଜ, ଯାହାକୁ ମୁଁ ଚୁନ ଚୁନ କରିକିନା କାଟିକି ରଖିଛି। ଦେଇକିନା ଆକୁ ମଧ୍ୟ ହାଲକା ଟିକେ କଲର୍ ଚେଞ୍ଜ ହେଇଯିବା ପର୍ଯ୍ୟନ୍ତ ଭାଜି ନେବି। ଏଇଠି ଦେଖନ୍ତୁ ପିଆଜ ଟିକେ ଭାଜି ହେଇଗଲାଣି। ଏବେ ଏଥିରେ ଦେଇଦେବି 2 ବଡ଼ ଚାମଚ ଅଦା ଆଉ ରସୁଣର ପେଷ୍ଟ। ତାପରେ ଟିକେ କଞ୍ଚା ସ୍ମେଲ୍ ଯିବା ପାଇଁ ଏକୁ ମୁଁ କଷି ନେବି ଲୋ ଫ୍ଲେମ୍ରେ ରଖିକି, ଟିକେ ତେଲ ଛାଡ଼ିକି ଭଲକି କଷି ହେଇଯିବ। ତାପରେ ଏବେ ଏଥିରେ ଦେଇଦେଉଛି ଗୋଟେ ଟମାଟୋ ମିଡ଼ିୟମ୍ ସାଇଜ୍ର ଆଉ ଲୁଣ ଆବଶ୍ୟକ ମୁତାବକ ଆଉ ହଳଦୀ ଗୁଣ୍ଡ। ତା ସହିତ ଦେଇଦେଉଛି କାଶ୍ମୀରୀ ଲଙ୍କା ଗୁଣ୍ଡ ଟିକେ ଭଲ କଲର୍ ଆସିବା ପାଇଁ କିନା। ଆପଣ ଏଠି ରାଗ ଲଙ୍କା ମଧ୍ୟ ପକେଇ ପାରିବେ, ମୁଁ ଏଠି ଛୁଆ ଖାଇବେ ବୋଲି ସ୍କିପ୍ କରିଛି ରାଗ ଲଙ୍କା ଗୁଣ୍ଡ। ତାପରେ ଏଥିରେ ଦେଇଦେଉଛି ଗୋଟେ ଚାମଚ ଜିରା ଗୁଣ୍ଡ, ଗୋଟେ ଚାମଚ ଧନିଆ ଗୁଣ୍ଡ ଆଉ ହାଫ୍ ଚାମଚ ଏଇଠି ଦେଇଦେଉଛି ଘର ତିଆରି ଗରମ ମସଲା ଗୁଣ୍ଡ। ଯଦି ମାର୍କେଟ ବାଲା ବ୍ୟବହାର କରୁଛନ୍ତି ତାହେଲେ ଗୋଟେ ଚାମଚ ପକେଇବେ। ଆଉ ତା ଛଡ଼ା ଏଇଠି ଆପଣ ମ୍ୟାଗି ମସଲା ଗୋଟେ ପ୍ୟାକେଟ୍ ଯେଉଁ ଛୋଟ ଆସେ 5 ଟଙ୍କିଆ ବାଲା ସେଇଟା ପକେଇ ପାରିବେ, ନାଇଁ ତ ଚିକେନ ମସଲା, ମିଟ୍ ମସଲା ଯାହା ଆପଣଙ୍କୁ ପସନ୍ଦ ଆପଣ ଏଠି ପକେଇ ପାରିବେ। କିନ୍ତୁ ମୁଁ ଯେହେତୁ ଘର ତିଆରି ଗରମ ମସଲା ବ୍ୟବହାର କରୁଛି ସେ ବହୁତ ଷ୍ଟ୍ରଙ୍ଗ, ତେଣୁ ମୁଁ ଏଠି ଅଲଗା କିଛି ବି ମସଲା ଆଡ଼୍ କରିନାହିଁ।
एको लो फ्लेम रे रखिकी भल टिके कषि नेबी तापरे एबे इथिरे दे दउची किछि कसूरी मेथी भल फ्लेवर बास्ना पई आ अल्प टिके पानी दे दउची जेमति मसला तळी न लागे आ एटी देखंतु तेजपत्रर काम सरी गलानी एबे को काढी नउची एबे इथिरे दे दउची 2 बड़ चामच दही पूरा फ्रेश दही बिल्कुल खट्टा नहीं फ्रेश दही पकई नेबे 2 बड़ चामच जहाद्वारा कि बहुत ही बढ़िया टेस्ट आसी थाए पूरा चेंज हो जाए टेस्ट भल लगी था खाया पई जदि अच्छी ताहले पकांतु जदि नाही ताहले आपण सेमिति भी बनै के खाई परिबे आ एको पकई साला परे हाई फ्लेम रे थरे चलै नेबे जहाद्वारा कि बिल्कुल फाटिबनी दही दही आ टमाटो जेहेतु पड़ी पूरा खट्टा जिनस ता टेस्ट को बैलेंस करिया पई मु एठी हाफ चामच चीनी दे दउची मिठा लगे कि टेस्ट भल बालांस हो देकिना एक भल भाव टिके कषि नेबी जमती तेल छाड़ी भल भाव कषि ये देखु भल कि कषि गलानी एबे इथिरे रखिथिबा सोया कीमा को देदेवी तापरे एको टिके भल भाव गोळेई नेबी देखंतु एठी मु भल भाव गोळेई नेची एबे से जागा को धोइकिना अल्प टिके पानी देदेवी एठी झोल करिबार नाही आ झोल कले भल भी लागिबनी तेणु एठी मु अल्प टिके पानी देकी एको आउ थरे मिक्स करिकिना लो फ्लेम रे कवर दे देकी ताकू छाड़ी देबी 10 मिनिट पर्यंत फुटिया पई भल कि फुटिकी लो फ्लेम रे तेल मसला भितर को जीव तो टेस्ट भी बहुत बढ़िया आसीबो देखंतु एठी 10 मिनिट फुटिला परे एको आउ थरे मिक्स करूची आ देखंतु केते सुखिला सुखिला हे गलानी आ ए भलिया सुखिला सुखिला रखले ही बहुत भल लागि थाए जेमति सुखिला देखा जाउची किंतु खाइला बेलु को सेते सुखिला लागेनी बहुत मॉइस्चर लागे आ भल लागे खाया पई आ एठी देखंतु हे जाईची एबे ऊपर टिके मु गरम मसला दे देबी आ कटा धनिया पत्र दे देबी आ एको कवर करके पुणी 1 मिनिट छाड़ी देबी भल फ्लेवर जिबा पेंकिना आ एठी देखंतु 1 मिनिट हे जाईची आ वर्तमान रेडी हे जाईची मिक्स कला पर यार लुकटा आपण देखुचंदी केते बढ़िया अछि रुटी परोटा पूरी भात सबुद्रे खाया पे बहुत ही बढ़िया लगिबो ताले देखिले तो केते शीघ्र आ केते सुंदर रेसिपी बनी के रेडी हे गला आ देह पई भी बहुत ही हेल्दी निहाती बनांतु आ आपन को अनुभूति मते कमेंट माध्यम रे जणांतु रहिली पुणी आसीबे को नुवा रेसिपी सहित समस्त भले रहंतु खुशी रे रहंतु धन्यवाद जय जगन्नाथ।